ଏବେ ହିଙ୍ଗୁଳା ଆମେ ଯାହା ଡେରିରେ ଆସି ପହଞ୍ଚିଛୁ, ତଥାପି ଆମେ ଚାଲିଛୁ। ଆମେ ଆଜି ଆସିଛୁ ହିଙ୍ଗୁଳା ମେଳା। ଦେଖନ୍ତୁ ଆଜି ବହୁତ ପ୍ରବଳ ଭିଡ଼ ହୋଇଛି ରାସ୍ତାରେ, କି ସବୁଆଡ଼େ ଆଜି ବହୁତ ଭିଡ଼ ଦେଖିବାକୁ ପାଇବେ। ବର୍ଷକର ଥରେ ଏହି ହିଙ୍ଗୁଳା ମେଳା। ଆମେ ଏବେ ଯାଉଛୁ ଏହି ବଣ ଜଙ୍ଗଲ ପାରି ହେଇ ମା ହିଙ୍ଗୁଳାଙ୍କ ପୀଠକୁ ଆମେ ଚାଲିଛୁ। ଆମେ ଏଇ ବଣେ ବଣେ ଏବେ ଆମ ସାଙ୍ଗମାନଙ୍କ ସହ ଏବେ ଆମେ ଯାଉଛୁ। ଆଉ କିଛି ବାଟ ରହିଲା, ଆମେ ପହଞ୍ଚି ଗଲୁନି ମା ହିଙ୍ଗୁଳା ମାଙ୍କ ପୀଠ। ବହୁତ ଲୋକମାନଙ୍କର ବି ଭିଡ଼ ଦେଖିବାକୁ ମିଳୁଛି। ଯିଆଡ଼େ ଦେଖିବେ ବହୁତ ଲୋକମାନେ। ଆମେ ସନ୍ଧ୍ୟା ଟାଇମ୍ରୁ ଆସିଥିବାରୁ ଏତେ ଲୋକ ବି, ଯେତିକି ଲୋକ ତାଠୁ ବି ଦିନ ଟାଇମ୍ର ବହୁତ ଲୋକ ଏଇଠି ଦେଖିବାକୁ ମିଳିବେ। ଆମେ ଆସନ୍ତୁ ଯିବା ପ୍ରଥମେ ଆମର ଅଗ୍ନିକୁଣ୍ଡ ଆଡ଼କୁ, କାହିଁକିନା ଏଠି ଯେଉଁମାନେ ମାନସିକ ରଖିଥାନ୍ତି, ଯେଉଁମାନଙ୍କର ମାନସିକ ରଖିବେ ଆଉ ଯେଉଁମାନଙ୍କର ମାନସିକ ପୂରଣ ହେବ, ସେଥିପାଇଁ ଏମାନେ କଦଳୀ ନଡ଼ିଆ ଭୋଗ ଆଜି ଏଇ କୁଣ୍ଡକୁ ଫିଙ୍ଗନ୍ତି। ଦେଖନ୍ତୁ ଏଠି ବହୁତ ଲୋକମାନେ ବି ଆସି କୁଣ୍ଡରେ ମାଙ୍କୁ ଭୋଗ ଦେଇଛନ୍ତି। ଦେଖନ୍ତୁ ଏବେ ନିଆଁ ଜଳିଲାନି, ଏଇ କୁଣ୍ଡରେ ହିଁ ନିଆଁ ନଗା ହେଇଛି। ଏଠି ମା ଆବିର୍ଭାବ ହୁଅନ୍ତି। ବହୁତ ବି ମାନସିକ ରଖି ଚାରିଆଡ଼େ ଆମର ଡୋରି ବାନ୍ଧିଛନ୍ତି। ମା ପ୍ରତ୍ୟକ୍ଷ ଦେବୀ, ଭରସା ଅଛି ଯେ ମା ଡାକିଲେ ଭକ୍ତଙ୍କର ଦୁଃଖ ଦୂର କରନ୍ତି। ସେଥିପାଇଁ ବହୁତ ଦୂର ଦୂରାନ୍ତର ଲୋକ ମାଙ୍କୁ ଏଇ ବର୍ଷକର ଥରେ ପୂଜା ହେଲେ ମାଙ୍କୁ ଦର୍ଶନ କରିବା ପାଇଁ ଧାଇଁ ଆସନ୍ତି। ଏଇଟା ମା ହିଙ୍ଗୁଳା ପୀଠ ଅଗ୍ନିକୁଣ୍ଡ ପାଖରେ ଏଇ ମନ୍ଦିରଟିଏ। ଆଉ ଆସନ୍ତୁ ମାଙ୍କୁ ଦର୍ଶନ କରତେ ଭିତରକୁ ଯିବା। ଏଇଟା ମାଙ୍କର ମୂଳ ସ୍ଥାନ। ଏଇଠି ପ୍ରଥମେ ମା ଏଇ ବରଗଛ ମୂଳେ ପୂଜା ପାଉଥିଲେ, ପରେ ପରେ ତାଙ୍କର ମନ୍ଦିର ହେଲା, କିନ୍ତୁ ଏଇଟା ତାଙ୍କର ମୂଳ ସ୍ଥାନ ମା ହିଙ୍ଗୁଳା ମାଙ୍କର। ଆସନ୍ତୁ ଆମ ମନ୍ଦିର ଭିତରକୁ ଟିକେ ଯିବା, ମାଙ୍କୁ ଦର୍ଶନ କରିବା। ଏଇ ଭିତରେ ଗଲେ ଆରକଡ଼ର ବୁଲି ଆସିଲେ ହିଁ ମାଙ୍କ ପାଖକୁ ଯିବାକୁ ଯାଇତେ ପଡ଼ୁଛୁ। ଏଇଟା ପ୍ରଥମେ ଆମେ ରାମ ଲକ୍ଷ୍ମଣ ସୀତାଙ୍କର ମନ୍ଦିର ଆଗେ ଦର୍ଶନ କରିବା। ତାପରେ ଆମର ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମାତାଙ୍କୁ ଦର୍ଶନ କରିବା। ତାପରେ ଆମର ଶିବ ମନ୍ଦିର ଅଛି, ରାମେଶ୍ୱର ଶିବ ମନ୍ଦିର ଦର୍ଶନ କରିସାରିଲା ପରେ ସେଇ ରାସ୍ତାରେ ମା ହିଙ୍ଗୁଳା ମାଙ୍କୁ ତାଙ୍କ ମନ୍ଦିରକୁ ଯିବା ଆଉ ମା ହିଙ୍ଗୁଳା ମାଙ୍କୁ ଦର୍ଶନ କରିବା। ଦେଖନ୍ତୁ ଏଇଟା ମା ହିଙ୍ଗୁଳା ଦେବୀ ମନ୍ଦିରରେ ପୂଜା ପାଉଛନ୍ତି। ମା ହିଙ୍ଗୁଳାକୁ ଦର୍ଶନ କରିସାରିଲା ପରେ ମା ହିଙ୍ଗୁଳା ମାଙ୍କୁ ଏଇ ବର୍ଷକର ଥରେ ମେଳାରେ ଦର୍ଶନ କଲେ ଭକ୍ତମାନଙ୍କର ବହୁତ ପୁଣ୍ୟ ମିଳେ। ଆମେ ଏବେ ତ ମାଙ୍କୁ ଦର୍ଶନ କରିସାରିଲେନି, ଆମେ ଏବେ ପଦାକୁ ବାହାରୁଛୁ। କିନ୍ତୁ ଏଠି ବହୁତ ଲୋକଙ୍କର ହିଁ ଭିଡ଼ ଦେଖିବାକୁ ମିଳୁଛି। ଏଠି ମା ହିଙ୍ଗୁଳା ମାଙ୍କୁ ଦୀପଦାନ ଭକ୍ତମାନେ କରୁଛନ୍ତି ମାନସିକ ପୂରଣ ପାଇଁ। ଯେଉଁମାନଙ୍କର ବି ମାନସିକ ପୂରଣ ହେଇଛି ମାଙ୍କୁ ଖୁସିରେ ଦୀପଦାନ କରୁଛନ୍ତି। ମା ହିଙ୍ଗୁଳା ମାଙ୍କର ରାତିର ମନ୍ଦିରର ଦୃଶ୍ୟ ଭାରି ସୁନ୍ଦର ହିଁ ଲାଗୁଛି। ଆମେ ଏବେ ଦେଖିବା ଆଉ କ'ଣ କ'ଣ ରହିଛି। ଆଉ ତ ସେମିତି ମାଙ୍କର ଏଇ ଶାଳ ବଣର ହିଁ ମା ରହିଛନ୍ତି। ଏଇ ଯେଉଁ ଘଞ୍ଚ ଜଙ୍ଗଲରେ ଦେଖନ୍ତୁ ସବୁ ଗଛ ଆରେ କେତେ ମାଙ୍କୁ ବିଶ୍ୱାସ କରି ଡୋରି ବାନ୍ଧିଛନ୍ତି ମାନସିକ